ପିଲାମାନେ ଆଜି ଏକ ଆମ ତୃତୀୟ ଶ୍ରେଣୀ ସୁନ୍ଦର ବିଷୟ ପଢ଼ିବା ତୁଳସୀ ଦୁଇ ପତ୍ରରୁ ବାସେ। ୟାର ଅର୍ଥ କ'ଣ? ତୁଳସୀ ଯେତେବେଳେ ଛୋଟ ଗଛ ଥାଏ ସେତେବେଳରୁ ବାସୁଥାଏ। ସେମିତି ଗୋଟେ ଛୋଟ ପିଲାର କଳା ଆଉ କୃତି ତାର କ'ଣ ମାନେ ଛୋଟ ବେଳୁ ଜଣା ପଡ଼ିଯାଏ ଗୋଟେ ମଣିଷର। ତାହେଲେ ଦେଖିବା ଆମ ଜନ୍ମଭୂମି ଓଡ଼ିଶା ଏକ ପୁଣ୍ୟ କ୍ଷେତ୍ର। ଏହି ମାଟିର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମ ହୋଇ ଓଡ଼ିଶାକୁ ମହାନ କରିଥିଲେ। ସେ ହେଲେ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ। ତାଙ୍କର ପୁରା ନାମ ଥିଲା ସାମନ୍ତ ଚନ୍ଦ୍ରଶେଖର ସିଂ ମହାପାତ୍ର। ପିଲାମାନେ ଆଗକୁ ତମେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେବ, ମନେ ରଖିଥାଅ। ବହୁତ ଗୁଡ଼ିଏ ଉପହାର ଏଥିରେ ମିଳିଥାଏ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭା ପିଲାବେଳରୁ ହିଁ ଜଣା ପଡ଼ିଥିଲା। ଛୋଟ ବେଳରୁ ସେ ଶୂନ୍ୟ ଆକାଶକୁ ଦେଖିବାକୁ ଭଲ ପାଉଥିଲେ। ଖଣ୍ଡ ଖଣ୍ଡ ମେଘମାଳା ପବନ ସ୍ପର୍ଶରେ ଆସି କିପରି ବଦଳି ଯାଉଛନ୍ତି ତାକୁ ସେ ଭଲ ଭାବରେ ନିରୀକ୍ଷଣ କରୁଥିଲେ। ଚାଟଶାଳୀରେ ପଢ଼ୁଥିବା ବେଳେ ଦଳ ଦଳ ହୋଇ ଉଡ଼ୁଥିବା ପକ୍ଷୀମାନଙ୍କୁ ଦେଖି ଆନନ୍ଦରେ କୁରୁଳି ଉଠୁଥିଲେ। କେଉଁ ପକ୍ଷୀ କେତେ ବେଗରେ ଉଡ଼ୁଛି, ମେଘ ଓ ପକ୍ଷୀ ମଧ୍ୟରେ ଦୂରତା କେତେ, ତାହା କୌତୂହଳ ସହ ଗଣନା କରୁଥିଲେ। ଖେଳୁ ଖେଳୁ ଆଖି ଆଗରେ ରଙ୍ଗୀନ କାଚ ଧରି ସୂର୍ଯ୍ୟଙ୍କୁ ସେ ଦେଖିବାକୁ ଚେଷ୍ଟା କରୁଥିଲେ। ପିଲାମାନେ କହିଲ, ତମେ ପିଲାବେଳୁ ଏତେ ଥିଲା କି ତମେ ପକ୍ଷୀ ଆଉ ମେଘର ଦୂରତା ବତେଇ ପାରିବ? ଗୋଟେ ପକ୍ଷୀ ଆକାଶରେ ଉଡ଼ୁଛି, ପକ୍ଷୀ ଆଉ ମେଘର ଦୂରତା ବତେଇ ପାରିବ? ତମ ପାଖରୁ ମେଘର ଦୂରତା ବତେଇ ପାରିବ? ନାହିଁ। ତାହେଲେ କେତେ ବୁଦ୍ଧି ଥିଲା ଛୋଟ ପିଲାରୁ। ସେଇଥିପାଇଁ ତାଙ୍କୁ କୁହା ହେଇଛି କ'ଣ? ତୁଳସୀ ଦୁଇ ପତ୍ରରୁ ବାସେ। ତାହେଲେ ସେ କ'ଣ କ'ଣ କରିଥିଲେ ଆଗକୁ ଆମେ ବର୍ତ୍ତମାନ ପଢ଼ିବା। ଅନେକ ସମୟରେ କୌଣସି ଏକ ବରଗଛ ନିକଟକୁ ଯାଇ ତା ତଳେ ବସୁଥିଲେ। ସୂର୍ଯ୍ୟଙ୍କ ଗତି ଅନୁଯାୟୀ ଖଣ୍ଡିଏ କାଠି ଦ୍ୱାରା ଗଛର ଉଚ୍ଚତା କହିଦେଇ ପାରୁଥିଲେ। ରାତ୍ରିରେ ଧ୍ରୁବତାରା, ସପ୍ତର୍ଷିମଣ୍ଡଳ, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତି, ଉଦୟ ଓ ଅସ୍ତ ଆଦି ସମୟର ହିସାବ ତାଳପତ୍ରରେ ଲେଖି ରଖୁଥିଲେ। ପଠାଣି ସାମନ୍ତ ପ୍ରାୟ 10 ବର୍ଷ ବୟସରେ ତାଙ୍କ ପିତା ଶ୍ୟାମସୁନ୍ଦର ସିଂଠାରୁ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। ସେତେବେଳେ ଗଣନା କରିବା ପାଇଁ କୌଣସି ଯନ୍ତ୍ରର ବ୍ୟବହାର ନଥିଲା। ସାମନ୍ତ ଚନ୍ଦ୍ରଶେଖର ପ୍ରାଚୀନ ଗ୍ରନ୍ଥକୁ ପଢ଼ି ଏକ ବାଉଁଶ ନଳୀ ସାହାଯ୍ୟରେ ଧ୍ରୁବତାରା, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଓ ଦୂରତ୍ୱ ନିରୂପଣ କରୁଥିଲେ। ପଠାଣି ସାମନ୍ତଙ୍କ ଏଭଳି ଆଗ୍ରହ ଦେଖି ଲୋକେ କାବା ହେଉଥିଲେ। କହୁଥିଲେ, ଏ ପିଲା ଦିନେ ନା ଦିନେ ଜଣେ ବଡ଼ ଜ୍ୟୋତିର୍ବିଦ ହୋଇ ଦେଶର ଟେକ ରଖିବ। ସତକୁ ସତ ସେଇଆ ହିଁ ହେଲା। ଦିନେ ସେ ବଡ଼ ହୋଇ ସାରା ପୃଥିବୀରେ ପୂଜିତ ହେଲେ। ବୁଝିଲା? ତାହେଲେ ସେ କ'ଣ କଲେ? ପଠାଣି ସାମନ୍ତଙ୍କର ଆଉ ଏକ ଅଭ୍ୟାସ ଥିଲା। ନିଜ ଘରଠାରୁ ଅନ୍ୟ ଲୋକଙ୍କର ଘରର ଦୂରତା ନିଜ ପାହୁଣ୍ଡରେ ମାପି ହିସାବ କରି ରଖୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ତାଙ୍କ ଘରର ଅଗଣାଠାରୁ ପୁରୀ ଜଗନ୍ନାଥ ମନ୍ଦିର ଦୂରତା କେତେ? 1,51,200 ପାହୁଣ୍ଡ ବୋଲି ଗଣନା କରିଥିଲେ। ସେ ଖୁବ୍ ପରିଶ୍ରମୀ ଥିଲେ। କଠୋର ସାଧନା ବଳରେ ସେ ଏକ ମାନଯନ୍ତ୍ର ତିଆରି କରିଥିଲେ। ଏହି ଯନ୍ତ୍ର ସାହାଯ୍ୟରେ ବଡ଼ ବଡ଼ ପର୍ବତ ଓ ବୃକ୍ଷର ଦୂରତା ମାପି ପାରୁଥିଲେ। ନିଜର ଅସାଧାରଣ ବୁଦ୍ଧି ବଳରେ ଖଣ୍ଡିଏ ବାଉଁଶ ନଳୀ ସାହାଯ୍ୟରେ ସେ ସୌରମଣ୍ଡଳକୁ ମାପି ପାରୁଥିଲେ। ହେଲା, ସବୁ ମାପି ଦେଉଥିଲେ। ମାନେ କେତେ ବିଚକ୍ଷଣ ବୁଦ୍ଧି ଥିଲା। ହେଲା, କାଠ ଓ ବାଉଁଶ ନଳୀ ସାହାଯ୍ୟରେ ସେ ଯେଉଁ ସବୁ ଯନ୍ତ୍ର ଉଦ୍ଭାବନ କରିଥିଲେ ସେଗୁଡ଼ିକ ନାମ ଶଙ୍କୁ, ଖଗୋଲ ଓ ଉଲମ୍ବୀ ଚକ୍ର ଆଦି। ଏଥିନିମନ୍ତେ ତାଙ୍କୁ ମହୋପାଧ୍ୟାୟ ଉପାଧି ମଧ୍ୟ ଦିଆଯାଇଥିଲା। ତାଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟ ଘଡ଼ି ଆଜି ବି ରେଭେନ୍ସା କଲେଜ ହାତରେ ଶୋଭା ପାଉଅଛି। ପିଲାମାନେ ତମେ ଯେତେବେଳେ ରେଭେନ୍ସା କଲେଜ ଯିବ, ରେଭେନ୍ସା ମହାବିଦ୍ୟାଳୟ ଯିବ, ତାଙ୍କର ନିର୍ମିତ ସୂର୍ଯ୍ୟ ଘଡ଼ି ଆଜି ବି ମଧ୍ୟ ସେଠି ଶୋଭା ପାଉଛି। ତାଙ୍କ ଗଣନା ସୂତ୍ର ଅନୁସରଣରେ ଏବେ ମଧ୍ୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣର ସମୟ ଠିକ୍ ଭାବେ ନିରୂପଣ କରାଯାଇପାରୁଛି। ପଠାଣି ସାମନ୍ତ ତାଙ୍କର ପ୍ରଗାଢ଼ ପାଣ୍ଡିତ୍ୟ ବଳରେ ଯେଉଁ ସବୁ ସାମାଜିକ ତଥ୍ୟ, ଗଣିତ ବିଦ୍ୟା ଓ ଆକାଶ ତତ୍ତ୍ୱର ଆବିଷ୍କାର ଓ ଉଦ୍ଭାବନ କରିଯାଇଛନ୍ତି ତାକୁ ଆମେ ଭୁଲି ପାରିବା ନାହିଁ। ପୃଥିବୀରେ ଜ୍ୟୋତିର୍ବିଜ୍ଞାନ ଯେତେ ଦିନ ଯାଇଥିବ ସେତେ ଦିନ ପର୍ଯ୍ୟନ୍ତ ସାମନ୍ତ ଚନ୍ଦ୍ରଶେଖର ଅମର ହୋଇ ରହିଥିବେ। ଏକ ସୁନ୍ଦର ବିଷୟ ପିଲାମାନେ, ସବୁଦିନ ପାଇଁ ତମର ଏ ବିଷୟ ମନେ ମନେ ରହିଯିବ।